ଆମର ବାବୁ କି? হয় ହଁ ସେଇଟା ଦେଖିଲ? ନ୍ୟୁଜଟା ହଁ ନ୍ୟୁଜଟା ତ ହଁ। ହେଲେ ସେଇଟା ତ ଆଗ ଏବେ ଯୋଉ 10 ବର୍ଷର ଛୁଆ ଅଛି ସେ ଯେ ଝିଅର ମା ତ ମନୋହରପୁରର ନାଇଁ କି? 10 ବର୍ଷର ନାଇଁ ସେଟା ତାର ଏବେ 5 ବର୍ଷ ଚାଲିବ ବୋଧେ ଝିଅର ଝିଅରଟା ହଁ। ସେ ତାର ସ୍ତ୍ରୀ ତ କହୁଛି ଏବେ ଦେଖୁଥିଲି ନ୍ୟୁଜରେ ସେ ମୋ 10 ବର୍ଷର ଛୁଆ ବୋଲି କହୁଛି। 10 ବର୍ଷ ହବନି ଛୁଆଟା ଛୋଟିଆଟା ବାହା ହେଇକି ତାର 10 ବର୍ଷ ହଉଛି ପୁଣି। ହେଁ ଆଗରୁ ବାହା ମାଇକିନା ହେଇ ହଁ। ହଁ 10 ବର୍ଷ ପରେ ହଁ ହବ ବୋଧେ। ବାହା ହେଇକି ସେ ହେଇକି ମତେ ଦେଖା ରେଖା କଲା ନାଇଁ ଭଲ ମନ୍ଦ ବୁଝିଲା ନାଇଁ ଯାହାରି ଫଳରେ ମୁଁ ତାକୁ ଛାଡିଲି ଆଉ ମା ନେଇ ଆସିଲା ମା ଘରେ ଅଛି ବୋଲି କହିଲା ଏବେ ଆଉ। ହୁଁ। ନ୍ୟୁଜରେ ଦେଖୁଥିଲି। ଆଉ ଏଇଟା ଆମର ଯୋଉ କହୁଥିଲ ଯୋଉ ବାଲେଶ୍ଵର କଥା। ସେ ତ ସିଂ ଝିଅଟା। ହଁ। ହୁଁ। ତାର କନଫର୍ମ ଜାଣିଛୁ ନାଇଁ କି? ହଁ ସେଟା ନ୍ୟୁଜରେ କହୁଛନ୍ତି ପରା ଲାଇଭରେ। ଓହୋ। ହେଲେ ଇଏ ମାନେ ଏତେ ତାର କାରନାମ ଅଛି କିନ୍ତୁ 40ଟା ଦେଶ ବୁଲିଲା ପରେ ବି ନାଇଁ ମୋର ଯାହାବି ହଉ ମୋର ପ୍ରଥମ ସ୍ତ୍ରୀ ମୋର ସେତେବେଳେ ପଇସା ପତ୍ର ଅଭାବ ଥିଲା କି କଣ ଥିଲା କି ନହେଲେ ଚଳିବା ଅସୁବିଧା ମୁଁ କେରଳ ବମ୍ବେ ଯାଇକି ଲେବର କାମ କରୁଥିଲି କି ହୁଁ କଣ ହେଲା କିନ୍ତୁ ସେ ପ୍ରଥମ ଏତେ ମୁଁ ନାମ କମେଇଲି କିନ୍ତୁ ପ୍ରଥମ ସ୍ତ୍ରୀକୁ ମୁଁ ଯେମିତି ଭାବେ ତ ଛାଡପତ୍ର ତ କରିନାହିଁ ତାକୁ ଆଣିକି ମୁଁ ନାଇଁ ଥଇଥାନ କରିକି ବଞ୍ଚିବି କାହିଁକି ହୁଁ ଲୋକମାନେ କଣ କହିବେ ବୋଲେ ହୁଁ ଏତିକି ତାର ବିବେକ କହିଲା ନାଇଁ କି କଥା ବୋଲୁଛି। ହୁଁ ଆଁ ସେଇଟା ତ ସେ ଫେର କହୁଛି ଆଉ କଣ ବୋଲିକି ହୁଁ ନାଇଁ ମୁଁ ସେ ଗାର୍ଲଫ୍ରେଣ୍ଡକୁ ସତେ କି କେବେ କାହାକୁ ମାନେ ସ୍ପର୍ଶ କରିନାହିଁ ସେଥିପାଇଁ ଆଉ ଗୋଟେ ଗାର୍ଲଫ୍ରେଣ୍ଡକୁ କଥାବାର୍ତ୍ତା କରୁଛି ତାକୁ ବାହା ହେବି ବୋଇଲା ବେଳେ ସେ ନ୍ୟୁଜ ରୁମରେ ଭାଷଣ ମାରୁଛି। ହୁଁ ନାଇଁ କି? ହଁ। ମାନେ ମାନେ ପ୍ରଥମ କେବେ ଟୋଟାଲି କିଏ ବାହା ହେଇନଥିବା ଲୋକ ଯେମିତି ମାନେ ତାର ମନ୍ତବ୍ୟ ହଁ ଦିଅନ୍ତି ମାନେ ସେମିତି ସେ କନଫିଡେଣ୍ଟ ସିଏ କନଫିଡେଣ୍ଟ କହୁଛି ପରା ହଁ ଯଦି ମୁଁ ବାହା ହେବି ବୋଲି କହିଲେ ସେ ଗାର୍ଲଫ୍ରେଣ୍ଡକୁ ବାହା ହେବି ଆଉ ସେ ବି ୟୁଟ୍ୟୁବର ଟା ମୁଁ ବି ତାକୁ ମୁଁ ଇଏ କରିବି ବୋଲିକି ମାନେ ଫୁଲ କହୁଛି ମାନେ ଟୋଟାଲି ହୁଁ ମୋର ଆଗରୁ କୌଣସି ମୋର ସ୍ତ୍ରୀ ନାହିଁ କି ନାଇଁ ମୋର ନାଇଁ ସଂସାର ଭଳିଆ ଜିନିଷ କିଛି ନାହିଁ। ନାଇଁ କି ମୋର ଗୋଟେ ମାନେ ମୋ ଉରସରୁ ଜାତ ଗୋଟେ ଝିଅ ଅଛି ଏଇଟା ବି ତାର ହୁଁ ମାନେ ସେଇଟା ଆସୁନି ଆଉ ହୁଁ ନାଇଁ ସେ କହିବା କଥା କି ନାଇଁ ମୁଁ ଆଗରୁ ଗୋଟେ ବିବାହିତ କରିଥିଲି କିନ୍ତୁ ଆମ ଭିତରେ ମୋହ ମାଳିନ ହେବା ଦ୍ଵାରା ମୁଁ ତାକୁ ମାନେ ଛାଡ ପତ୍ର ତ କରିନି ଅଛି ତାକୁ ଯଦି ହୁଁ ପଚାରିଯିବି ଆଣିଯିବି ଯଦି ହୁଁ ସେ ନାଇଁ ବୋଲି କହୁଛି ବୋଲି ଆଗାମୀ ଦିନ ମାନଙ୍କରେ ଆଉ ଅନ୍ୟ କୋଉଠି ଗୋଟେ ବ୍ୟବସ୍ଥା କରି ବାହା ହେବାକୁ ପଡିବ ଏତିକି ତ କହିବା ହୁଁ କଥା କି ନାଇଁ ହଁ ନାଇଁ କି? ହଁ ପ୍ରକୃତ ଆଦିବାସୀ ହେଇଥିବ ପ୍ରକୃତ ଅରିଜିନାଲ କନ୍ଧ ତାହେଲେ ହୁଁ ସେ କେବେ ବି ମିଛ କଥା କହିବ ନାହିଁ। ହୁଁ ହଁ କି ନାଇଁ? ହଁ। କିନ୍ତୁ କୋଉ ଲେଖାରେ କୋଉ ସାହସରେ ଏମିତି ଯୋଉ ମନ୍ତବ୍ୟ ଦଉଛନ୍ତି ମାନେ ଧୈର୍ଯ୍ୟ ଅଛି ଲୋକମାନଙ୍କର ହେଲା। ହୁଁ। ମିଛ କହିବାକୁ ପାରଙ୍ଗମ ହେଲେଣି ସେଥିପାଇଁ ଆମକୁ ଆଦିବାସୀ ଲୋକମାନଙ୍କୁ ଲୋକମାନେ ବିଶ୍ୱାସ କରୁନାହାନ୍ତି। ହୁଁ। ଦିନ ଥିଲା କେବେ ବି ତାଙ୍କ ଜାତକରେ କି ଜନ୍ମରୁ କେବେ ବି ମିଛ କହୁନଥିଲେ କିନ୍ତୁ ଏବେ ଏତେ ମିଛ କହୁଛନ୍ତି ଯେ ମାନେ ଆଉ ଲୋକମାନେ ଆଦିବାସୀ ମାନଙ୍କୁ ଆଉ ଭରସା କରିବେ ନାହିଁ। ସିଏ ଆକ୍ଚୁଆଲି ଏତେ ଭୁଲ କଲା ହୁଁ। ବହୁତ ଭୁଲ କଲା ଲୋକ କିନ୍ତୁ ଲୋକ କଣ କହୁଛନ୍ତି ନାଇଁ ସେ ଟଙ୍କା ପଇସା ପାଇଲା ବୋଲିକି ଲୋକମାନେ ତାକୁ ଗୋଡ ଧରିକି ଟାଣୁଛନ୍ତି ବୋଲି କହୁଛନ୍ତି। ହୁଁ କେତେଟା ଲୋକ ସେମତି ତା ସପକ୍ଷରେ ମନ୍ତବ୍ୟ ଦଉଛନ୍ତି ସେମାନେ କହୁଛନ୍ତି ନାଇଁ ସେ ଇଏ ଭଲ ଭଲ କାମ କରୁଥିଲା ତ ସେଥିପାଇଁ ବୋଲିକି ତାଙ୍କୁ ଲୋକମାନେ ହିଂସାରେ ସେମିତି କରୁଛନ୍ତି ବୋଲିକା ଆରେ ହିଂସା କଣ ସେ ତ କୋଉ ହଁ ନେପାଳୀ ବୋଲି କହୁଛନ୍ତି କୋଉ ତ କଣ କୋଉ ଷ୍ଟେଟ ବୋଲି କହୁଛନ୍ତି ତାର କୋଉ ଝିଅର? ଝିଅର ହଁ କୋଉଠି ବେଙ୍ଗାଲୋରରେ କୋଉଠି ଚାକିରି କରୁଥିଲା। ହଁ ଆଁ ତାଙ୍କ ହାଇଦ୍ରାବାଦ ଘରଟା ପ୍ରପରଲି ଝାରଖଣ୍ଡରେ ବୋଧେ ଆଁ ଝିଅ ଘରଟା ଝାରଖଣ୍ଡରେ ହଁ ଝାରଖଣ୍ଡରେ ତାଙ୍କର ତାପରେ ନେପାଳୀ ବି କହୁଛନ୍ତି। ହୁଁ ତାର ବାପା ଯୋଉ ଆର୍ମିରେ କାମ କରୁଥିଲା ବୋଲିକି ନେପାଳୀ ବି ବୋଧେ ଇଏ ରହିଲା ତାପରେ ଏବେ ସେ ବେଙ୍ଗାଲୋରରେ ଚାକିରୀ କରୁଥିଲା ହଁ ହୁଁ ହୁଁ ଇଏ ଝିଅ ଯେତେବେଳେ ଦେଖିଲା ସବୁ ଡିଟେଲ କାଢିକି ଖୋଜିଲା ବେଳକୁ ତାର ଯେତେବେଳେ ପାଇଲା ପରେ ଇଏ ସଜାଡିକି ଠିକରେ ଧାବି ତ ହେଲା ଆଉ ମୁଁ ତ ମୁଖର କଥା ତ ଦେଲି ତାକୁ କିନ୍ତୁ ମୁଁ ବାହା ହେଇକି ଭଲରେ ସଂସାର କରି ରହିବି ବୋଲି ତାର ଇଚ୍ଛା ଥିଲା କିନ୍ତୁ
ଇଏ ଯେତେବେଳେ ଧରା ଛୁଆଁ ଦେଲା ନାହିଁ ମାନେ ନେଇ ଆଣି ଥୁଇ ଜାଣି ଚୋର ବିଦ୍ୟା ଭଲ ବୋଲି କହିଲା ଭଳିଆ ଆର ଅନେକ ଝିଅ ମାନଙ୍କ ସହିତ ଅଛି ବୋଲି କହିଲେ କଲ ଫଲ ବି ଆକୁ ରେସ୍ପଣ୍ଡ କରିନଥିବ ଠିକରେ କଥାବାର୍ତ୍ତା କରିନଥିବ ବ୍ୟବହାର ଭଲ ଦେଖେଇ ନଥିବ ତାପରେ ବାଧ୍ୟ ହୁଁ ହେଇକି ବଞ୍ଚିଲେ କେତେ ଚାଲିଗଲେ କେତେ ଆଉ ମାନେ ବୋଲିକି ସେ ଯାହା ଯେତିକି ନିଷ୍ପତ୍ତି ନେଲା ଆଉ ହୁଁ ନା ଯାହା ଭାବୁଛି ମୁଁ ନାଇଁ କି ହଁ ସେମିତି କରିଛି ଝିଅଟା ପୁରା ଆଁ ସେମିତି ହିଁ କରିଛି ଝିଅଟା ଆଉ କଣ ମାନେ କେବେ ଇଏ ସ୍ଵାମୀ ଭଳିଆ ଜିନିଷ ଜାଣିନଥିଲା ଧ୍ୟାନରେ ହୁଁ ପଢାପଢି କରିକି ବାହାରେ ଲାଇଫ ରେ ତାର ବାପା ଯେତିକି ବୁଲେଇକି ଆଡେ ଆର୍ମିରେ ଥିଲା ବେଳକୁ କୋଟେ କଣ କରି କଲା ପରେ ସେ ଗଭର୍ଣ୍ଣମେଣ୍ଟ ଚାକିରି ନା କୋଉ ଚାକିରି ଗୋଟେ କରୁଥିଲା ତାପରେ ୟୁଟ୍ୟୁବ ଇଏ କଲା ତାପରେ ତା ଜୀବନର ବୋଧେ ପ୍ରଥମ ଦେଖିଲା ପ୍ରଥମ କଲା ପରେ ମୁଁ ସବୁ ଇଏ କଲା ବେଳକୁ ଆର ମାନେ ଉପରେ କଣ ଚିକଣ ଚାକଣ ଭିତରେ ପୁରା ଅଙ୍ଗାର ନିଆଁରେ ହୁଁ ପକେଇଲେ ସୁନା ଭଳିଆ ଦିଶୁଛି କିନ୍ତୁ ଧୋଇଲା ବେଳକୁ ଅଙ୍ଗାର ଉଁ ହୁଁ ତାପରେ ଇଏ ଦେଖିଲା ଯେ ଆ ଦୁଆର ଭବିଷ୍ୟତ କରି ହେବ ନାହିଁ କିନ୍ତୁ ମୋର ଚରିତ୍ର ତ ନଷ୍ଟ ହେଲା ସେଥିପାଇଁ ମୁଁ ଆଉ କଣ କରିବି ବରଂ ଆକୁ ମାନେ କହିଲେ ମଲି ସଇଲେ ମଲି ବୋଲି କହିଲା ଭଳିଆ ଇଏ ଆଉ ଥରେ ମାନେ ଇଏ ନିଷ୍ପତ୍ତି ନେଲା ବୋଲି ଭାବୁଛି ଆଉ ସିଏ ପୁରା ଫୋନ ଫୋନ ସବୁ ଅଫ୍ କରିଛି ଆଉ ଧରା ସେ ଛୁଆଁ ଆଉ ନାହିଁ ପୁରା ସେ ଆଉ ଅନ୍ କଲେ ପରା ତା ଧରା ପଡିବ ନାଇଁ କୋଉ ଜାଗାରେ ଅଛି ବୋଲି ସେ ଇଏ କରିବେ ନା କାଣିବେ ନା କି ଏବେ ତାର ଓ ମା ଅଫ୍ ରହିବ କାହିଁକି ଯେହେତୁ ତାର ଲୋକେସନ କୁ ଟ୍ରାକ୍ କରୁଛନ୍ତି ନା ଆଁ ହୁଁ ହୁଁ ତାପରେ ସେ ନିଜେ ଜାଣିବା କଥା ପ୍ରଭୁ ତାକୁ ଉଠେଇଲା ପରେ ଏବେ ପଇସା ପାଇଲା ପରେ ତାର ପ୍ରଥମ ସ୍ତ୍ରୀ କୁ ତାର ମାନେ କରିବା କଥା କି ନହେଲେ ଦ୍ଵିତୀୟ ଥର ବି ଆକୁ ନିଷ୍ପତ୍ତି ନେଲା ପରେ ପ୍ରଥମ ସ୍ତ୍ରୀ ତ ତାର କୌଣସି କମ୍ପ୍ଲେନ କରୁନାହିଁ ନା ହୁଁ ନା କରିନେ ହଁ ହଁ ଗୋଟେ ବାହା ହେଇଥିଲେ ସେଟା ଗୋଟେ ଦିଟା ବାହା ହେଇଛି ସେଟା ଗୋଟେ ହଁ ପରା ସେ ପ୍ରଥମ ସ୍ତ୍ରୀ ଏବଂ ଦ୍ଵିତୀୟଟା ବି ତାର କମ୍ପ୍ଲେନ କରିନାହାନ୍ତି କିନ୍ତୁ ଆଉ ଇଏ ଭାବିଲା କଣ ଏମିତି ଆକ ସବୁ ମ୍ୟାନେଜ କରିକି ଯିବି ବୋଲି କହିଲା ବେଳକୁ ସେ ପଡା ଝିଅ ଭଲ ଝିଅ ଆଉ ତାପରେ ସେ ଭାବିଲା ତାପରେ ଯିଏ ବୁଦ୍ଧିମାନ ଝିଅ ଯୋଉ ହୁଁ ଝିଅ ମାନେ ଚରିତ୍ରକୁ ସଜାଡିକି ରଖିଥିବା ଲୋକମାନେ କେବେ ହୁଁ ବି ଆଉ ଏମିତି ମାନେ ମାନେ ବିଷୟକୁ ସେ ମାନେ ଇଏ କରି ଆଶ୍ରୟ ଦିଅନ୍ତି ନାହିଁ ହୁଁ ଯୋଉମାନେ ଚରିତ୍ର ଖରାପ ହୀନ ଝିଅ ଯାକ ଆକା ହୁଁ ସେମାନେ ହଁ ଛାଡ ଏମିତି ତ ଲାଇଫ ରେ କେତେ ଆସିବେ କେତେ ଯିବେ ବୋଲିକି ଭାବିବେ ହୁଁ ଯୋଉଟା ହୁଁ କି ଏବେ ଯୋଉଟା ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କଲା ଭଳିଆ ଦେହ ବ୍ୟବସାୟ କରିକି ବଞ୍ଚିବୁ ବୋଇଲା ଭଳିଆ ଲୋକ ହଁ ହୁଁ କିନ୍ତୁ ଯୋଉ ମାନେ ପ୍ରକୃତରେ ଯଦି ହାର୍ଟଲି ଭଲ ପାଉଥିବେ ପ୍ରକୃତରେ ଯଦି ଜଣେ ସ୍ୱାମୀ ହିଁ ମୋର ମାନେ ପରଧର ବୋଲି ଭାବୁଥିବେ ସେମାନେ କେବେ ବି ମାନେ ଏମିତି ମାନେ ମାନେ ଏଇ ନିଷ୍ପତ୍ତି ଏଇ ପ୍ରକାର ନିଷ୍ପତ୍ତି ନେବେ ସେମାନେ ଆଉ ହୁଁ ନାଇଁ କି ଝିଅ ସଚ୍ଚୋଟ ବାଲା ଝିଅଟା ନିର୍ମଳ ହୃଦୟ ବାଲା ଏବଂ ସତ୍ୟ ବାଲା ଝିଅଟା ବି ଦେଖ ସେମିତି ଝିଅ ଦେଖ ହଁ ଝିଅଟା ବି ସେମିତି ଭାବିଥିଲା ମୁଁ ୟାକୁ ଇଏ ଭଲ ପାଉଛି ମାନେ ୟାକୁ ବାହା ହେବି ହୁଁ ଯେତେବେଳେ ତା ଡିଟେଲସ ବାହାର କଲାଣି ନା ହୁଁ ସବୁ ତ ଜଣା ପଡିଲାଣି ନା ହୁଁ ଝିଅଟା କଣ କହୁଛି ଏବେ ବଞ୍ଚିବି କି ପାଇଁ ବଞ୍ଚିବି ଅପେକ୍ଷା ମରିବା ଭଲ ହୁଁ ତାର ସାଙ୍ଗକୁ ଫୋନ କରି କହୁଛି ନା ହୁଁ ତାଙ୍କ ସାଙ୍ଗକୁ ସବୁ ତାର ହୃଦୟର କଥା ଖୋଲିକି କହିଲା ଜଣେ ଯଦି ହୃଦୟର କଥା ଖୋଲିକି କହିଲା ବେଳକୁ ତାର ସାଙ୍ଗ ଆଶ୍ଵାସନା ଦେବାର ଥିଲା ତାକୁ ଯେ କହିବା କଥା ନା ଏମିତି ନିଷ୍ପତ୍ତି ନିଅ ନାହିଁ ହୁଁ ଆଉ କଣ ସେମିତି ନ ବାହା ହେଇ କଣ ଲୋକମାନେ ରହୁନାହାନ୍ତି କି ଆଉ ହୁଁ ତୁ ସେଟା ତ ଲାଇଫ ରେ ପୁଛି ଦେ ଆଉ ମାନେ ଆଉ ତୋର ଜୀବନ କିଏ କରେ ବୋଲି ତାକୁ ଆଡଭାଇସ ଦେବା କଥା ଶେଷ ସୀମା ହେଲା ବେଳକୁ ତାର ସହନ ଶକ୍ତି ଯଦି କମି ଗଲା ପରେ ଏକା ଜଣଙ୍କର ସଜେସନ ଜଣେ ବ୍ୟକ୍ତି ନିଏ ହେଲା ହୁଁ ଆଉ ଯାହାକୁ ନିଜର ବୋଲି ଭାବିଥିବ ତାକୁ ହିଁ ସବୁ ହୃଦର କଥା ଖୋଲିକି କହିଥାଏ ହୁଁ ଆଉ ଅନ୍ୟ ମାନଙ୍କୁ କହିକି ଲାଭ ନାହିଁ ଆଉ ସେମାନେ କଣ କହିବେ ଏ ଭଲ ହେଲା ତୁ ତ ଖୋଜିଛୁ ସେ କଣ ତମ ଗାଁ ପାଖର ନା ତୋ କ୍ଲାସମେଟ ନା ତୁ ତା ସହିତ ପଢୁଥିଲୁ ଆଉ ତାକୁ ଖୋଜି ହେଇଛୁ ତାର ୟୁଟ୍ୟୁବ କୁ ଦେଖିକି ଏଟା ଦେଖିକି ସେଥିପାଇଁ ବୋଲିକି ତୁ ତ ପ୍ରତିଫଳ ପା ବୋଲିକି ଲୋକମାନେ ଓଲଟା କହିବେ କିନ୍ତୁ ଯିଏ ହୃଦୟରେ ସମ୍ପୂର୍ଣ୍ଣ ନିଜର ଭଳିଆ ଲୋକ ସେ ଖୋଲିକି କହିବ ଯେ ତାର ମାନେ ହୃଦୟର କଥାକୁ ଆଉ ସେଥିପାଇଁ ସେ ତାର ହୃଦୟର କଥା ଖୋଲିକି ତାର ସାଙ୍ଗ ସବୁ କହିଛି ଆଉ ନାଇଁ କି ହୁଁ ହୁଁ ହଉ କଣ ଆଉ ଯେ କରିବା ଆଉ କେତେ ଦିନ ରହିବ ସିଏ ଆଉ ୟୁଟ୍ୟୁବ ଫ୍ୟୁଟୁବ ନ ଚାଲିଲେ ରହିବ କେଠି ପଇସା ତ ଆଉ ଆସିବନି ଆଉ ନାଇଁ ସେଟା ଯଦି ଇଏ ଆମର କପି ମିଶ୍ର ଯେମିତି କରିଦେଲେ ଆଉ ଯେମିତି କାଙ୍ଗାଳକୁ ସେମିତି କାଙ୍ଗାଳ ହେବ ନାଇଁ କି ହୁଁ ତାର ଯଦି ଇଏଟା ହେଲା ବୋଲି କହିଲେ
ସେ ତାକୁ ଯଦି ଲୁଚିକି ରହିବ ଗଭର୍ଣ୍ଣମେଣ୍ଟକୁ ସେ କେସର ଫେସ୍ କରିବ ନାହିଁ, କଣ ହେଲେ କରିବ ନାହିଁ, ତାହେଲେ ତାର ଏଇ ଖରାପ ଲୋକକୁ ସେ ୟୁଟ୍ୟୁବର ଇଏ ଦେଇକି କାହିଁକି ୟୁଟ୍ୟୁବ ଲୋକମାନେ ତାଙ୍କର ବି କମିଟି ଅଛି ନା, ସବୁ ରିପୋର୍ଟିଂ ଦେଖିବେ ନା କେତେ ଲୋକମାନେ ହଜାର ହଜାର ଭିଡିଓ କରିକି ଛାଡୁଛନ୍ତି, ସେଇଟା କଣ ୟୁଟ୍ୟୁବ ମାନେ କମିଟିକୁ ଯାଉନି କି? କମିଟିକୁ ଯାଞ୍ଚ କଲା ପରେ ହିଁ କମିଟି ଛାଡୁଛି ହେଲା। ତ ଭାବେ ନା ଯେଟା ୟୁଟ୍ୟୁବ ଟା ଗୋଟେ ସାଧାରଣ କମ୍ପାନୀ ବୋଲିକି, ଏଇଟା ଗୋଟେ ଆମର ଅର୍ଗାନାଇଜେସନ ଯେମିତି ବଡି ଅଛି ସେଇ ପ୍ରକାର ଗୋଟେ ଏଇଟା ଗୋଟେ କମିଟି ଅଛି ହେଲା। କମିଟି ଅଛି, ସେ କମିଟି ସେଟା ଫାଇନାଲ କରୁଛି ଏଇଟା ଛାଡିବା କି ଛାଡିବା ନାହିଁ। ତାପରେ ନହେଲେ ସେଟା କପିରାଇଟ ହେଲେ ଦେଖେଇଦେବ, ନହେଲେ ତ 3 ମାସ ବେନ୍ କରିଦେଇକି ରଖିଦେବ, ନହେଲେ ସବୁଦିନ ପାଇଁ ବି ଲକ୍ କରିଦେବ ହେଲା। ସେଥିପାଇଁ ସେଟା ଦେଖିବେ, ସେମାନେ ଯାଞ୍ଚ କରିବେ। ଯଦି ସତ୍ୟ ସତ୍ୟା ଏଇଟା କଥା ଯୋଉଟା କେସଟା ହେଇଛି ପ୍ରକୃତ ଯଦି ସତ୍ୟ ତ ସତ୍ୟ, କିନ୍ତୁ ସେ ଯଦି ପଇସା ଦେଇକି, ଆଉ ଆଜିକାଲି ତ ସବୁ ପୁଲିସ ମାନେ ହଉଛନ୍ତି ମାନେ ପଇସା ବାଲା ଯାକ ନା, କିଏ ସାକ୍ଷୀ ଅଛି, କିଏ ପ୍ରମାଣ ଅଛି, ଏ ଛାଡିଦେବେ କି ନହେଲେ ଆମେ ଧରା ପାଇଲୁ ନାହିଁ, ଆମେ ଦେଖିଲୁ ନାହିଁ, ଏମିତି କରିକି ଯୋଉ ଇଏ କରିବେ ବୋଲି କହିଲେ ସେଟା କେଜାଣି କଣ ହେଇପାରେ। କିନ୍ତୁ ଯଦି ପ୍ରକୃତ ଯଦି ଘଟଣାଟା ସତ୍ୟ, ସେ ବି ଝିଅ ୟୁଟ୍ୟୁବର ଥିଲା, ଯଦି ୟୁଟ୍ୟୁବର ଯଦି ଚିନ୍ତା କଲା ବୋଲି କହିଲେ ଏମାନେ ଇଏ କଲେ ବି ତାକୁ ଇଏ କରିବେ। ଏବେ କଣ ସେ ତପି ମିଶ୍ରର କେସ୍ ବାଟେ କେସ୍ ଅଛି, କିନ୍ତୁ ୟୁଟ୍ୟୁବ ଟା ବନ୍ଦ କରିଦେଲେ। ଯେତିକି ସବସ୍କ୍ରାଇବ ଥିଲେ, ଯେତିକି ପଇସା ପାଉଥିଲା, ଏବେ ପୁରା ଚୁପଚାପ ହେଇକି ରହିଲା। ଏବେ ମାନେ ସାଧାରଣ ଲୋକ ଭଳିଆ ଚୁପ ରହିଲା, ଯେ ପଇସା ଥିଲା ବୋଲି ଫଡଫଡ ହଉଥାଏ। ସେଥିପାଇଁ ମାନେ କଥା ଅଛି ପରା, ଦରିଦ୍ର ଯଦି ଦୈବେ ହୁଏ, ଧନବାନ ସର୍ବଜଗତକୁ ମଣେ ତୃଣଭୂତ ଜ୍ଞାନ ବୋଲି ହେଲା। ଏଇ ଆମର ଦରିଦ୍ରରେ ବଞ୍ଚିବା ଲୋକ ଦେଖ, ଆମ ଆଦିବାସୀ ଲୋକ ଯେତେବେଳେ ଯଦି ପ୍ରଭୁ ଦ୍ୱାର ଖୋଲିଦେଲେ, ସେମାନେ କିଛି ଜାଣିପାରନ୍ତି ନାହିଁ। ଇଏ ଭାବିଲା ମୁଁ 40ଟା ଦେଶ ବୁଲିଲି ମାନେ ମାନେ ପୁରା ସ୍ୱର୍ଗକୁ ପହଞ୍ଚିଲି ବୋଇଲା ଭଳିଆ ହେଲା ହେଲା। ଆମ ଦେଶଟା ମୋର, ଏଇ ଭାରତର ମରଟା କହୁଛି ମୋର ଦେଶଟା ମୋର। ହଁ, ମାନେ ଭାରତ ନାହିଁ ପୃଥିବୀ। ଆଉ ଏଇଟା 40ଟା ଦେଶ ବୋଲି କଣ ଏଇଟା ଭାରତର କି? ପୃଥିବୀ ସାରା ବୁଲି ସାରିଲା ନା ଅଧା। ୱାର୍ଲଡ ପୁରା ବୁଲିଲା ମାନେ ଭାବିଲା ମୁଁ ମାନେ ସ୍ୱର୍ଗର ରାଜା, ପ୍ରଜାଟା ହେଲା। ଏ ମାନେ ହଉଛନ୍ତି ଘାସ ତୁଲେ, ଯେଟା କରେ ଦରିଦ୍ର ଯଦି ଦୈବେ ହୁଏ, ଧନବାନ ସର୍ବଜଗତକୁ ମଣେ ତୃଣଭୂତ ଜ୍ଞାନ, ମାନେ ତୃଣ ଏମାନେ ସମସ୍ତେ ହଉଛନ୍ତି ଘାସ ତୁଲ୍ୟ, ମୁଁ ସର୍ବେ ସର୍ବା, ସେମିତି ଲୋକ ଭାବୁଥିଲା। ତାପରେ ବି ପ୍ରାୟ ମୁଁ ଦେଖୁଛି ତାର ୟୁଟ୍ୟୁବ ଯେ କଣ ମିଛ ବି କେତେ କରିନାହିଁ। ସେ ମୃଗ ମାରିଥିଲା ଟା ପୁରୁଣା ମାନେ ଇଏଟା ନାଜି ମାରିକି ଆଜି ଇଏ କରୁଛନ୍ତି। ଥରେ ମୁଁ ଇଏ କରିଥିଲି, ଆଉ ସେଟା ଲୋକମାନେ ବହୁତ ସବସ୍କ୍ରାଇବ କରିଥିଲେ, ମାନେ ଫଲୋଅର ବହୁତ ଦେଖିଥିଲେ, ସେଠି ମୁଁ ବହୁତ ପଇସା ପାଇଥିଲି ବୋଲିକି କହିନାହିଁ କି? ସେଥିପାଇଁ ଆଉ ଥରେ ମାନେ ଏମିତି କି ସେ ମାନେ କେତେଟା ଭଲ ଜିନିଷ କହିଛି, କେତେଟା ବି ଏମିତି ପଇସା ପାବେ ମିଛ ଫଲସ ନ୍ୟୁଜ ବି ଇଏ ନା କି? ସେଥିପାଇଁ ଅନ୍ୟା ଧନ ବଳେ ବହୁତ ଗଲା ବେଳେ ଯାଏ ମୂଳ ସହିତ ବୋଲି କହିଲା ଭଳିଆ, ଇଏ ବି ସତ ମିଛ କରିକି ଦୁନିଆ ବୁଲିକି ସବୁ ପଇସା ଇନକମ କଲା, ବୁଲିଲା, ଭଲ କଲା, ପଇସା ପାଇବେ ସେଟା କରିବେ। ମାନେ ପଇସା ପାଇ ସମସ୍ତେ ବି ସତ କରି କହିନାହାନ୍ତି, ମିଛ କରି କହିବେ। କିନ୍ତୁ ସେ ଫେରିବାର ଥିଲା, ପ୍ରଥମ ସ୍ତ୍ରୀ ପାଖକୁ ଫେରିବାର ଥିଲା, କିମ୍ବା ନହେଲେ ଦ୍ୱିତୀୟ ଥର ବାହା ହେବାକୁ ଯାଉଥିଲା, ତାକୁ ଖୋଲିକି କହିବାର ଥିଲା ଯେ ମୁଁ ପ୍ରଥମେ ଜଣକୁ ବାହା ହେଇଛି, ମୋର ଝିଅ ବି ଅଛି, କିନ୍ତୁ ଛାଡପତ୍ର କରିନାହିଁ। ଆମ ଆଦିବାସୀ ସେଟା ଗୋଟେ କଥା, ଛାଡପତ୍ର ଗୋଟେ କରିଥିଲେ ସେଟା ଗୋଟେ କଥା। ଯଦି କରିନଥିଲେ ମୁଁ ଛାଡପତ୍ର ବି କରିନାହିଁ, କିନ୍ତୁ ସେ ବି କୌଣସି ପ୍ରକାର ମୋର ବି ଅଭିଯୋଗ କରିବ ନାହିଁ। କିନ୍ତୁ ମୁଁ ତତେ ବାହା ହେବି ଏମିତି ବି ଖୋଲିକି କହିକି ବି ତାକୁ ତା ପଟେ ସିଧା ହେଇକି ରହିବ। ମୁଁ ତତେ ଭଲ ପାଉଛି ବୋଲି ଆଜି ପର୍ଯ୍ୟନ୍ତ କହିନଥିଲି, ଆଉ ମୁଁ ତା ପାଖକୁ ଟୋଟାଲ ଯାଉନି। ଗାଁ ଏରିଆ ଲୋକ ପଚାର, ତାକୁ ବି ପଚାର, କିନ୍ତୁ ମୁଁ ତତେ ବାହା ହେବି। ଆଉ କଣ କହୁଛି ଏମିତି ଖୋଲିକିରି କହିଥାନ୍ତା। ପୁଣି ମାନେ ବର୍ଷ ବର୍ଷ ମିଛ ରଖିକି ଉଲ୍ଟି ତାକୁ ତାଡନା କରିବା, ତାକୁ ମାନେ ବାଧିଲା ବେଳେ କଥା କହିବା, ତାକୁ ରେଗିଂ କରିବା, ଏଇଟା ଠିକ ଯୁକ୍ତିଯୁକ୍ତ ନୁହେଁ ନା। କେମିତି ଜୀର୍ଣ୍ଣ କରିପାରୁଛନ୍ତି ଲୋକମାନେ ବୋଲୁଛି। ଆମର ଗାଁ ଜଣେ ଅଛି ପରା ସେମିତି। ଆମ ଗାଁରେ ଜଣେ ସେମାନେ ତାର 1000 ମାଇକିନା 1000 ମାଇକା ପରେ ଏବେ ଲାଷ୍ଟ ଗୋଟେ କମ ବୟସର ଝିଅକୁ ବାହା ହେଇଛି, କିନ୍ତୁ ତାର ଆଗର ସ୍ତ୍ରୀ ହଉଛି 3ଟା 4ଟା ଛୁଆର ମା ହେଲା। ସେ ହଉଛି ନେତା। ହଁ, ତାକୁ ମାନେ 2 ପଟେ ଚାଲିବ ସେ କଙ୍କଡା ହେଲା। ଜଙ୍ଗଲ ମାମୁ ମାନଙ୍କ ସହିତ ଭଲ ସମ୍ପର୍କ ଅଛି, ପୁଲିସ ମାନଙ୍କ ସହିତ ଭଲ ସମ୍ପର୍କ ଅଛି, ଇଆଡେ 1000 ମାଇକିଣା ସହିତ ସମ୍ପର୍କ ଅଛି। ସବୁ ସେ ମାନେ ଅଲରାଉଣ୍ଡର। ଆଉ କିନ୍ତୁ ସ୍କୁଲ ବାଣ୍ଡ ଦେଖି ନାହିଁ, ସେ ପାଠ ପଢିନାହିଁ ଟୋଟାଲି।
ସେମିତି କଥା ହଉ ବହୁତ ବହୁତ ଧନ୍ୟବାଦ ବାବା ଫୋନ କରିଥିଲା ନାଇଁ କି କଥା ହେଉଥିଲେ ତ ସର୍ବ ନାଇଁ ହଁ ହଉ ରହୁଛି ନହେଲେ ବାବା ହଁ ହଁ